ମୁଁ ଆଉ ଗୋଟେ ମୋବାଇଲର ଡିସପ୍ଲେ ରଖି ଜାଣିକି ଭିଡ଼ିଓ କରୁଛି ଦେଖନ୍ତୁ। ମା ଜଣେ କହୁଛନ୍ତି ମାଲିକ ଜଣେ ଭଲ, ମା ଜଣେ କହୁଛନ୍ତି ମାଲିକ ଜଣେ ଭଲ। ଏ ମା ହେଉଛନ୍ତି ଆମ ଜଗତସିଂହପୁର ଡିଷ୍ଟ୍ରିକ୍ଟର, ଆଉ ସେ କହୁଛନ୍ତି ମାଲିକ ଜଣେ ଭଲ। ଶୁଣନ୍ତୁ। ବୋଉ କହିଲା ତାଙ୍କ ଗୋଡ଼ ହାତ ଭାଙ୍ଗିଯିବ, ନହେଲେ ପୋଖରୀ ପକେଇ ଦିଅ। ମୋତେ ପୋଖରୀ ପକେଇ ଦେଲେ। ମାନେ ଗୋଟେ ପୁଅ ତାର ଗୋଟେ ଝିଅ, ପୁଅ ବୋହୁ ବାଡ଼ଉଛନ୍ତି ମାରୁଛନ୍ତି। ସେ ଜଗତସିଂହପୁର କୋର୍ଟ ବି ଗଲେ, ଥାନା ବି ଗଲେ, କିଛି ନ୍ୟାୟ ମିଳିଲାନି। ଏବେ ସେ ଅଛନ୍ତି ଆମର ବୃଦ୍ଧ ଆଶ୍ରମରେ। ଏମିତି ପୁଅକୁ ଶହେ ସଲାମ। ମୁଁ ତ କହୁଛି ସେମିତି ପୁଅକୁ ଆମର ମହାନଦୀ ନଈରେ କେଉଁ ବ୍ରିଜ୍ ସବୁ ପକାଇଦେବା କଥା। ଏ ମାଆର କାହାଣୀ ଶୁଣନ୍ତୁ। ବୋଉ ଦି ଜଣ ଯାକ ପୋଖରୀରେ ପକେଇ, ହଁ, ଛୁଆଟେ ଜନ୍ମ କରିଛି, ତାକୁ କବାଟ ଦେଇକି ମାରିବ। ଛୁଆଟି ଯଦି ମୋ ପାଖକୁ ଆସିବ ମୋତେ ମାରିବ, ମୁଁ ତାକୁ ଧରିଲେ। ପ୍ରଭୁ ଜଗନ୍ନାଥ, ଜଗନ୍ନାଥ ଜଗନ୍ନାଥ, ଏତିକି ଆପତ୍ତି। ଏ ମାଆର ଲୁହାକୁ ଟିକେ ସେ ପିଲାକୁ ଦେଖୁ। ମୋତେ ଭାରି ଭଲ ପାଏ। ଜମା ମୋ ପାଖକୁ ଛାଡ଼ିଲାନି। ତା କଥା ଶୁଣିବୁନି, ସେ ଡାକିଲେ ଶୁଣିବୁନି।